ଆପଣଙ୍କ ଅଞ୍ଚଳର ଛୋଟରୁ ବଡ଼ ଗାଁରୁ ସହର କ୍ରାଇମ୍ ରାଜନୈତିକ ସତ୍ୟ ଘଟଣା ଦେଖିବାକୁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ଫଲୋ ଓ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ସବୁ ସମୟରେ ଆପଣଙ୍କ ସହିତ ଶକ୍ତି ଟିଭି। ଆପଣଙ୍କ ବିଶ୍ୱାସ ଆମର ଶକ୍ତି। କଳାହାଣ୍ଡିରେ ଯୁବ ଓ ଛାତ୍ର ବିଜେଡିର ଶିକ୍ଷା ବଞ୍ଚ ଆନ୍ଦୋଳନ, ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜାତୀୟ ଶିକ୍ଷା ନୀତି ଅନୁସାରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଅଭିଯୋଗ ଅନୁଯାୟୀ ଗୁରୁତର ତଥ୍ୟଗତ ଓ ମୁଦ୍ରଣ ତ୍ରୁଟି ରହିଥିବା ପ୍ରସଙ୍ଗକୁ ନେଇ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ସୋମବାର ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନକାରୀମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରି ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର, ନୂତନ ସଂଶୋଧିତ ପୁସ୍ତକ ଯୋଗାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନର ଆରମ୍ଭରେ ଭବାନୀପାଟଣା ମେଡିକାଲ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ 1000ରୁ ଅଧିକ ଦଳୀୟ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିବାଦର ଅଂଶ ଭାବେ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଏବଂ କୋକେଇ ଯାତ୍ରା କରାଯାଇଥିଲା। ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଥିଲେ ଯେ ନୂତନ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ରହିବା ସହ ପାଠ୍ୟ ପୁସ୍ତକ ପ୍ରଶାସନରେ 380 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀଙ୍କ ହାତରେ ପାଠ୍ୟ ପୁସ୍ତକ ପହଞ୍ଚି ନଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସେ କହିଥିଲେ ସଂଶୋଧିତ ପୁସ୍ତକ ପ୍ରକାଶ ନ ହେବା ପର୍ଯ୍ୟନ୍ତ ପୂର୍ବ ପାଠ୍ୟକ୍ରମ ଅନୁଯାୟୀ ପୁସ୍ତକ ଯୋଗାଇବାକୁ ସରକାର ପଦକ୍ଷେପ ନେବା ଆବଶ୍ୟକ। ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ ଯେ ପାଠ୍ୟ ପୁସ୍ତକରେ ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଉଲ୍ଲେଖ କରାଯାଇଥିବା ସହ ଆଇଜାକ୍ ନ୍ୟୁଟନ୍ଙ୍କୁ ପାଇଲଟ ଭାବେ ଦର୍ଶାଇବା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରର ଭୁଲ ଫଟୋ ବ୍ୟବହାର ଭଳି ଅନେକ ତଥ୍ୟଗତ ତ୍ରୁଟି ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ତେବେ କଳାହାଣ୍ଡି ଯୁବ ଓ ଛାତ୍ର ବିଜେଡି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ନର୍ଲା ବ୍ଲକ ସଭାପତି ଦୁର୍ଗା ପ୍ରସାଦ ମହାନ୍ତି, ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ, ଉପସଭାପତି ମନିନ୍ଦ୍ର ମହାନ୍ତି, ସ୍ନିଗ୍ଧା ପାଣି, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ, ମହିଳା ନେତ୍ରୀ ଲଳିତା ନାୟକ, ସବିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧୀର ମେହେର, ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଟିକେଲାଲ ସାହୁ, ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ପ୍ରଶାନ୍ତି ନାୟକ, ସାମନ ଖମାରୀ, ବଦ୍ରି ନାରାୟଣ ପଟ୍ଟନାୟକ, ପରମାନନ୍ଦ ମାଝୀ, ଛାତ୍ର ବିଜେଡିର ଚିରାଗ ସିଂଦେବ, ନୀଳାମ୍ବର ସାହୁ, ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ସମେତ ଜିଲ୍ଲାର ବହୁ ଯୁବ ଛାତ୍ର ନେତା, ପୌର କାଉନସିଲର ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାରୁ ଅଙ୍ଗଦ ନାୟକଙ୍କ ରିପୋର୍ଟ, ଶକ୍ତି ଟିଭି।